ବାଲେଶ୍ୱର ସହରର ନାମକରଣକୁ ନେଇ ଅନେକ ପୌରାଣିକ ଓ ସାମାଜିକ କଥାବସ୍ତୁ ରହିଛି। ସେଥିମଧ୍ୟରୁ ଭଗବାନ ଶିବ ବା ବାଣେଶ୍ୱରଙ୍କ ସହ ଜଡ଼ିତ କାହାଣୀଟି ସବୁଠାରୁ ପ୍ରସିଦ୍ଧ। ଏହି ସୁନ୍ଦର ଇତିହାସଟି ଏଠାରେ ପ୍ରଦତ୍ତ। ବାଣାସୁର ଓ ପ୍ରଭୁ ବାଣେଶ୍ୱରଙ୍କ କାହାଣୀ। ପୌରାଣିକ କଥା ଅନୁସାରେ ଦ୍ୱାପର ଯୁଗରେ ବାଣାସୁର ନାମକ ଜଣେ ଶକ୍ତିଶାଳୀ ଅସୁର ରାଜା ଥିଲେ। ସେ ମହାନ ଶିବ ଭକ୍ତ ଥିଲେ ଏବଂ ତାଙ୍କର 1000 ହାତ ଥିଲା। କୁହାଯାଏ ଯେ ବର୍ତ୍ତମାନର ବାଲେଶ୍ୱର ଅଞ୍ଚଳ ତାଙ୍କ ସାମ୍ରାଜ୍ୟର ଏକ ଅଂଶ ଥିଲା। ଶିବଙ୍କ ସ୍ଥାପନା। ବାଣାସୁର ନିଜର ଭକ୍ତି ବଳରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିଥିଲେ। ପ୍ରଭୁ ଶିବଙ୍କୁ ନିଜ ପାଖରେ ରଖିବା ପାଇଁ ସେ ଏକ ଶିବଲିଙ୍ଗ ସ୍ଥାପନ କରି ପୂଜା କରୁଥିଲେ। ବାଣାସୁରଙ୍କ ଦ୍ୱାରା ପୂଜିତ ହେଉଥିବାରୁ ଏହି ଲିଙ୍ଗର ନାମ ବାଣେଶ୍ୱର ହେଲା। ନାମର ସୃଷ୍ଟି। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ ବାଣେଶ୍ୱର ଶବ୍ଦରୁ ହିଁ କାଳକ୍ରମେ ଅପଭ୍ରଂଶ ହୋଇ ବାଲେଶ୍ୱର ନାମର ସୃଷ୍ଟି ହୋଇଛି। ନାମକରଣର ଅନ୍ୟ ଏକ ଦିଗ ବାଳ ଈଶ୍ୱର। କିଛି ପଣ୍ଡିତଙ୍କ ମତରେ ଏହି ନାମଟି ବାଳ, ଶିଶୁ ଏବଂ ଈଶ୍ୱର ଭଗବାନ ଶିବର ମିଶ୍ରଣରୁ ଆସିଛି। ଭଗବାନ ଶିବଙ୍କୁ ଏଠାରେ ଶିଶୁ ରୂପରେ ବା ବାଳ ରୂପରେ କଳ୍ପନା କରାଯାଇ ପୂଜା କରାଯାଉଥିବାରୁ ଏହି ସ୍ଥାନର ନାମ ବାଲେଶ୍ୱର ହୋଇଛି ବୋଲି ମଧ୍ୟ କୁହାଯାଏ। ଐତିହାସିକ ଗୁରୁତ୍ୱ। ଆଜି ମଧ୍ୟ ବାଲେଶ୍ୱର ସହରର ପୁରୁଣା ବାଲେଶ୍ୱର ଅଞ୍ଚଳରେ ପ୍ରଭୁ ବାଣେଶ୍ୱର ମହାଦେବଙ୍କ ମନ୍ଦିର ରହିଛି। ଏହି ମନ୍ଦିରଟି କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ବାଲେଶ୍ୱରର ସାଂସ୍କୃତିକ ଓ ଐତିହାସିକ ପରିଚୟର ମୂଳଦୁଆ। ମୁଁ ଆପଣଙ୍କ ପାଇଁ ବାଲେଶ୍ୱରର ଅନ୍ୟ କୌଣସି ପର୍ଯ୍ୟଟନ ସ୍ଥଳୀ ବା ଇତିହାସ ବିଷୟରେ ସୂଚନା ଦେଇପାରିବି କି?